ଆପଣଙ୍କ ପାଖରେ ଏବେ ବି ଅଛି କି 2000 ଟଙ୍କିଆ ନୋଟ୍? କେମିତି ବଦଳ କରିବେ ଭାବୁଛନ୍ତି କି? ଜାଣନ୍ତୁ ଆର୍ବିଆଇର ନୂଆ ନିୟମ। ତେଣୁ ଆସନ୍ତୁ ଆଜି ଆମେ ଜାଣିବା ଆର୍ବିଆଇର ନୂଆ ନିୟମ କ'ଣ ରହିଛି। ଯଦି ଆପଣମାନଙ୍କ ପାଖରେ 2000 ଟଙ୍କିଆ ଅଛି ତ ଆପଣମାନେ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। କେମିତି ବଦଳ କରିବେ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ଫଟାଫଟ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ସମସ୍ତେ ଜାଣନ୍ତି ଦେଶରେ 2000 ଟଙ୍କିଆ ନୋଟ୍ ବ୍ୟାନ୍ କରାଯାଇଛି। ବଢ଼ୁଥିବା କଳାଧନ ଏବଂ ଅନ୍ୟ କିଛି କାରଣ ପାଇଁ 2000 ଟଙ୍କିଆ ନୋଟକୁ ବ୍ୟାନ୍ କରାଯାଇଛି। କିନ୍ତୁ ଏବେ ବି କିଛି ଲୋକଙ୍କ ପାଖରେ 2000 ଟଙ୍କିଆ ନୋଟ୍ ରହିଯାଇଛି। ଯଦି ଆପଣଙ୍କ ପାଖରେ ବି 2000 ଟଙ୍କିଆ ନୋଟ୍ ରହିଯାଇଛି, ତାକୁ ଆପଣ ବଦଳାଇ ପାରୁନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ଏବେ ବି 2000 ଟଙ୍କିଆ ନୋଟକୁ ବଦଳା ଯାଇପାରିବ। ଯଦିଓ 2000 ଟଙ୍କିଆ ନୋଟ୍ ଆଉ ଆଇନଗତ ଭାବରେ ପ୍ରଚଳିତ ନୁହେଁ ଏବଂ ସାମଗ୍ରୀ କିଣିବା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ, ତଥାପି ଏହାର ମୂଲ୍ୟ ବଜାୟ ରହିଛି। ଆର୍ବିଆଇ ଅନୁଯାୟୀ ଏହି ନୋଟ୍ ଗୁଡ଼ିକ ଏବେ ବି ଆଇନଗତ ଭାବରେ ପ୍ରଚଳିତ, ଅର୍ଥାତ୍ ସେମାନଙ୍କର ମୂଲ୍ୟ ଶୂନ୍ୟକୁ ହ୍ରାସ ପାଇନାହିଁ, କିନ୍ତୁ ସେଗୁଡ଼ିକୁ ବ୍ୟବହାର କରିବା ପାଇଁ ନିୟମ ପରିବର୍ତ୍ତନ ହୋଇଛି। ଆର୍ବିଆଇ ନିୟମ ଅନୁସାରେ ଆପଣ ଏହି ନୋଟ୍ ଗୁଡ଼ିକୁ ନିମ୍ନଲିଖିତ ଉପାୟରେ ବ୍ୟବହାର କରିପାରିବେ। ନମ୍ବର 1, କେବଳ ଆର୍ବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ବଦଳ କରନ୍ତୁ। ଆପଣ ଆଉ ଆପଣଙ୍କର ନିକଟତମ ବାଣିଜ୍ୟିକ ବ୍ୟାଙ୍କ ଯେପରିକି ଏସ୍ବିଆଇ, ଏଚ୍ଡିଏଫ୍ସି, ପିଏନ୍ବିରେ ଏହି ନୋଟ୍ ଗୁଡ଼ିକୁ ଜମା କିମ୍ବା ବଦଳ କରିପାରିବେ ନାହିଁ। ଆପଣଙ୍କୁ ସାରା ଦେଶରେ ଅବସ୍ଥିତ 19ଟି ଆର୍ବିଆଇ ଇସ୍ୟୁ ଅଫିସ୍ ମଧ୍ୟରୁ ଗୋଟିଏକୁ ଯିବାକୁ ପଡ଼ିବ। ପ୍ରମୁଖ କାର୍ଯ୍ୟାଳୟ ଗୁଡ଼ିକ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ଚଣ୍ଡିଗଡ଼, ଜୟପୁର ଇତ୍ୟାଦିରେ ଅଛି। ନମ୍ବର 2, ଡାକ ମାଧ୍ୟମରେ ପଠାନ୍ତୁ। ଯଦି ଆପଣ ବ୍ୟକ୍ତିଗତ ଭାବରେ ଆର୍ବିଆଇ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ, ତେବେ ଆପଣ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ବୀମାକୃତ ପୋଷ୍ଟ ବ୍ୟବହାର କରି ସିଧାସଳଖ ଆର୍ବିଆଇ କାର୍ଯ୍ୟାଳୟକୁ ନୋଟ୍ ଗୁଡ଼ିକୁ ପଠାଇ ପାରିବେ। ଆପଣଙ୍କୁ ଏକ ଆବେଦନ ଫର୍ମ, ଆପଣଙ୍କର ପରିଚୟ ପତ୍ର ଏବଂ ଆପଣ ଟଙ୍କା ଜମା କରିବାକୁ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସହିତ ନୋଟ୍ ଗୁଡ଼ିକୁ ପଠାଇବାକୁ ପଡ଼ିବ। ନମ୍ବର 3, ସିଧା ବ୍ୟାଙ୍କ ଆକାଉଣ୍ଟରେ ହେବ କ୍ରେଡିଟ୍। ଏହି ନୋଟ୍ ଗୁଡ଼ିକ ବଦଳରେ ଆପଣଙ୍କୁ ନଗଦ ଦେବା ପରିବର୍ତ୍ତେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବ୍ୟାଙ୍କ ବିବରଣୀ ଆଧାରରେ ଆର୍ବିଆଇ ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବ। ଆବଶ୍ୟକ ଡକୁମେଣ୍ଟ, ଆଧାର କାର୍ଡ କିମ୍ବା ପାନ୍ କାର୍ଡ ଆବଶ୍ୟକ, ବ୍ୟାଙ୍କ ପାସବୁକ୍ କିମ୍ବା ବାତିଲ ଚେକ୍ କପି, ଆବେଦନ ଫର୍ମ। ଏହି ପ୍ରଣାଳୀରେ ଆପଣ ଚାହିଁଲେ 2000 ଟଙ୍କିଆ ନୋଟକୁ ବଦଳ କରିପାରିବେ, କିନ୍ତୁ ଧ୍ୟାନ ଦେବେ କୌଣସି ବ୍ୟକ୍ତିଙ୍କ ଜରିଆରେ ନୋଟ୍ ବଦଳ କରନ୍ତୁ ନାହିଁ। ସମ୍ପୂର୍ଣ୍ଣ କେୱାଇସି ନିୟମ ଅନୁସରଣ କରି ନୋଟ୍ ବଦଳାନ୍ତୁ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କ ପାଖରେ ଏବେ ବି ପୁରୁଣା 2000 ଟଙ୍କିଆ ନୋଟ୍ ଅଛି, ତେଣୁ ଆପଣମାନେ ଏହି ମାଧ୍ୟମରେ ନିଜର ଟଙ୍କାକୁ ବଦଳାଇ ପାରିବେ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।